ପ୍ରତିଶ୍ରୁତି ଦେଇ ଆସୁନଥିବାରୁ ଫିକା ପଡ଼ୁଛି ଆନନ୍ଦପୁର ମହୋତ୍ସବ। 6 ଦିନ ଧରି ଚାଲିବାକୁ ଥିବା ଆନନ୍ଦପୁର ମହୋତ୍ସବ 2 ଦିନ ବର୍ଷା ପାଇଁ ଫିକା ପଡ଼ିଥିବା ବେଳେ ତୃତୀୟ ଓ ଚତୁର୍ଥ ଦିନରେ ଅତିଥିଙ୍କ କାର୍ଯ୍ୟକ୍ରମ ବାତିଲ ଯୋଗୁଁ ଫିକା ପଡ଼ିଛି। ସାଧାରଣତଃ ଅତିଥିମାନଙ୍କ ସ୍ୱୀକୃତି ପରେ କାର୍ଡ଼ ବଣ୍ଟନ ହୁଏ ଓ ସେହି ଅନୁଯାୟୀ ମଞ୍ଚରେ ଅତିଥି ତାଲିକା ସ୍ଥିର ହୋଇଥାଏ। କିନ୍ତୁ ଦୁଃଖର ବିଷୟ, ତୃତୀୟ ସନ୍ଧ୍ୟାର ଅତିଥି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନ ଆସିବାରୁ ସ୍ଥାନୀୟ ଅତିଥିଙ୍କୁ ନେଇ ସଭା ଅନୁଷ୍ଠିତ ହୋଇଥିଲା। ସେହିଭଳି ଚତୁର୍ଥ ସନ୍ଧ୍ୟାରେ ଅତିଥି ଥିବା କେନ୍ଦୁଝର ଜିଲ୍ଲାର ଏସ୍ପି ଓ ଜିଲ୍ଲାପାଳ ଶେଷ ମୁହୂର୍ତ୍ତରେ ନିଜର ଗସ୍ତ ବାତିଲ କରିବାରୁ ଅତିରିକ୍ତ ଜିଲ୍ଲାପାଳ ଓ ଜଣେ IPS ଅଧିକାରୀଙ୍କ ଦ୍ୱାରା ସଭା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଠି ପ୍ରଶ୍ନ ଉଠୁଛି, ନ ଆସୁଥିବା ଅତିଥିମାନେ ଆୟୋଜକଙ୍କୁ ଆସିବାକୁ ସ୍ୱୀକୃତି ଦେଇଥିଲେ ତ? ଯଦି ଦେଇଥିଲେ ତେବେ ଆସିଲେ ନାହିଁ କାହିଁକି? ଏନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବ୍ୟୁରୋ ରିପୋର୍ଟ, ଟାଇମ୍ ଟିଭି।